ବହୁଦିନ ପରେ ଆଜି ପଖାଳ ଖାଇଥିଲି। ଆଜି ତ ବୁଧବାର, ଘରକୁ ଆସିଥିଲା ମାଛ। ଆଉ ମାଛ ଭଜା ସହ ମୋର ପଖାଳଟା ଖିଆ ହୋଇଥିଲା। ପ୍ରାୟ ମାସେ କି 2 ମାସ ହେବ ମୁଁ ପଖାଳ ଖାଇନଥିଲି। କୋରାପୁଟରେ ଏ ଯେଉଁ ବର୍ଷା, ସବୁବେଳେ ତ ଥଣ୍ଡା ଥଣ୍ଡା ପାଗ, ସେଥିପାଇଁ ପଖାଳ ଖାଇବାଟା ଛାଡ଼ିଦେଲିଣି। ପିଲାବେଳେ ତ ଘରେ ଗାଁରେ ସବୁବେଳେ ପଖାଳ ଖାଏ। ଆଉ ଏଇ କୋରାପୁଟରେ କେବେ କେମିତି ଆମିଷ ବାରରେ ଘରକୁ ମାଛ ଆସିଲେ ମାଛ ଭଜା ସହିତ ହିଁ ପଖାଳ ଖାଇଥାଏ। ଆଜି ମଧ୍ୟ ପଖାଳ ସହିତ ମାଛ ଭଜା ଖାଇଥିଲି। ପ୍ରଥମେ ତ ଭାତ ଛାଣି ନେଇ ଆସିଥିଲି। ସେଥିରେ ଗରମ ପାଣି ମିଶିଥିଲା, ଲେମ୍ବୁ ଚିପୁଡ଼ା ଯାଇ ଲୁଣ ପକାଇଥିଲି। ଏହି ଥିଲା ମୋର ପଖାଳର ପ୍ରସ୍ତୁତି। ଆଉ ମାଛ ଭଜାଟା ଗରମ ଥିଲା। ଗରମ ମାଛ ଭଜା ସହିତ 3-4ଟି ଦେଶୀ ପିଆଜ, 2-3 ପାଖୁଡ଼ା ରସୁଣ, 2ଟି କଞ୍ଚାଲଙ୍କା ଆଣିଥିଲି। ମୁଁ ରାଗ ଖାଇପାରେନି, କିନ୍ତୁ କଞ୍ଚାଲଙ୍କାର ବାସ୍ନା ମୋତେ ବହୁତ ଭଲ ଲାଗେ। ଏହି ଲଙ୍କା ଏତେ ରାଗ ନାହିଁ, ସେଥିପାଇଁ 2ଟି କଞ୍ଚାଲଙ୍କା ନେଇ ଆସିଥିଲି। କଞ୍ଚାଲଙ୍କା ରସୁଣରେ 2 ଠୋପା ସୋରିଷ ତେଲ ଓ ଟିକେ ଲୁଣ ପଡ଼ି ଚକଡ଼ା ଯାଇଥିଲା। ଆଉ ମାଛ ଭଜା ସହିତ ଖିଆଯାଇଥିଲା। ପଖାଳ ମାଛ ଭଜା ସହିତ ଥିଲା ସକାଳେ ରୁଟି ସହିତ ଖାଇବା ପାଇଁ ତିଆରି କରାଯାଇଥିବା ଭଜା। ଭଜାର କିଛି ଆବଶ୍ୟକତା ନଥିଲା, ଯେହେତୁ ଭଜାଟା କରାଯାଇଥିଲା ନେଇ ଆସିଥିଲି।